ଆମର ଦିଟା ସଂଘ ହେଇଯାଇଛି। ତାପରେ ଆମ ସଂଘର ପିଲାମାନେ କେହି ପୁରୀ ଜିଲ୍ଲାର ଅଧା ପିଲାମାନେ କେହି ଯାଇନାହାନ୍ତି ରାଲି ପାଇଁ। ଆଉ ଆମର ମୁଖ୍ୟ ଦାବି ହେଲା ଦରମା ବୃଦ୍ଧି ଆଉ SNP ବୃଦ୍ଧି। ଆଉ ଅଣ୍ଡା ଆମକୁ 5 ଟଙ୍କା 50 ପଇସା ଗଭର୍ଣ୍ଣମେଣ୍ଟ ଦଉଛି, ଆମେ 8 ଟଙ୍କା କିଣୁଛୁ। ଆଉ ପ୍ରତ୍ୟେକ କାମରେ ନିୟୋଜିତ କରୁଛି, ଦରମା କମ ମିଳୁଛି। ଏବେ ସୁଭଦ୍ରା କାମ ହେଲା, ସେଥିରେ ନିୟୋଜିତ କଲେ। ଆଉ ଏମିତି ସବୁ ପ୍ରକାର ଦାବି ପାଇଁ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହୁଅନ୍ତି। ସିଏ କହିଲେ ଯେ ଆମେ ତମର ଦାବି ପୂରଣ କରିଦେବୁ, ତମେ ମାନେ ନ ଯିବା ପାଇଁ କହିଛନ୍ତି। ଆଜ୍ଞା, କିଏ କହିଲେ? ସଂଘର ଯିଏ, ଆମ ସଂଘର ଯିଏ ସଭାନେତ୍ରୀ ସେ କହିଛନ୍ତି। ତାହେଲେ ସଂଘ ଦି ବିଭାଗ ହେଇଯାଇଛି। ଆଜ୍ଞା। ତେଣୁ ଏଠି କେତେ ଅସ୍ତ୍ରଙ୍ଗ ବ୍ଲକରୁ କିଏ ମାନେ କୋଉ ସେଣ୍ଟରରୁ ଯାଇଛନ୍ତି, କୋଉଠୁ ଯାଇନାହାନ୍ତି? କୌଣସି ସେଣ୍ଟର ଅସ୍ତ୍ରଙ୍ଗ ବ୍ଲକରୁ ଯାଇନାହାନ୍ତି। ନା। ସବୁଠି ପିଲାମାନେ ପାଠ ପଢୁଛନ୍ତି, ଆପଣ ପାଠ ପଢୁଛନ୍ତି? ଆଜ୍ଞା। ତେଣୁ ସରକାରଙ୍କୁ କଣ କହିବେ ଆପଣ? ଆମର ଦାବି ପୂରଣ କରିବା ପାଇଁ ଆମେ ଚାହୁଁଛୁ। ହଁ, ଆଜ୍ଞା। ତେଣୁ ପୁରୀ ଜିଲ୍ଲାର କେହି ଆନ୍ଦୋଳନକୁ ଯାଇନାହାନ୍ତି? ନିମାପଡା ବ୍ଲକର କିଛି ଯାଇନାହାନ୍ତି, ଗୋପ ବ୍ଲକର କିଛି ଯାଇନାହାନ୍ତି। କାକଟପୁର ଅସ୍ତ୍ରଙ୍ଗର କେହି ଯାଇନାହାନ୍ତି। ନା। ପାଠ ପଢା ଠିକ୍ ଠାକ୍ ଚାଲିଛି? ଆଜ୍ଞା। ଆମର ତ ସୁଭଦ୍ରା ପାଇଁ ଆମେ ଆସିଥିଲୁ ବ୍ଲକକୁ, ଗୋଟେ କାମ ସାରିକିରି ବି ଆସିଛୁ। ତାପରେ ଆମର ରାଲି ଯୋଉ କରିବୁ 19 ତାରିଖରେ କରିବୁ ବୋଲି ଆମର ପ୍ରପୋଜାଲ ଅଛି। ଆଉ ଦରମା କମ, ଦରମାରେ ଚଳିବା ବହୁତ କଷ୍ଟ। ତାପରେ ଯୋଉ ରୋଷେଇ ପାଇଁ ପଇସା ଆସୁଛି ସେ ବହୁତ କମରେ ଆସୁଛି। ଏମିତି ଯୋଗ କରିବୁ। ଆଚ୍ଛା, ଆପଣଙ୍କର କ୍ଲାସ ସେଠି କେମିତି ଚାଲିଛି? ହଁ, ଆମର ଚାଲିଛି, ଭଲ ଚାଲିଛି। ଆମର ବି ହେଲ୍ପର ବି ଅଛି। ସବୁ ରୋଷେଇବାସ ସାରିକିରି ମୁଁ ଏବେ ଆସିଲି। କଣ କରିବି ନା, ଆମର ତ କହିଛନ୍ତି 19 ତାରିଖରେ ଯିବା ପାଇଁ। ଆଉ